ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। ଆଜିର ଭିଡିଓରେ କଥା ହେବା କାଳୀଚରଣ ପଟ୍ଟନାୟକଙ୍କ ବିଷୟରେ। କାଳୀଚରଣ ପଟ୍ଟନାୟକ ଓଡ଼ିଶାର ଜଣେ ପ୍ରସିଦ୍ଧ ଲେଖକ, ନାଟ୍ୟକାର ଏବଂ ସଙ୍ଗୀତଜ୍ଞ ଥିଲେ। ସେ 1898 ଡିସେମ୍ବର 23 ତାରିଖରେ ଓଡ଼ିଶାର ବଲାଙ୍ଗୀର ନିକଟସ୍ଥ ଦାଣ୍ଡିମୁଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ମହାନ ସାହିତ୍ୟିକ ଏବଂ ସଙ୍ଗୀତ ପ୍ରତିଭା ପାଇଁ ତାଙ୍କୁ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ବୋଲି କୁହାଯାଏ। ସେ ଓଡ଼ିଆ ସାହିତ୍ୟ, ନାଟ୍ୟ ଏବଂ ସଙ୍ଗୀତରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। କାଳୀଚରଣ ଜଣେ ଶିକ୍ଷକ ଭାବରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ପରେ ଜଣେ ନାଟ୍ୟକାର ଏବଂ ସଙ୍ଗୀତକାର ହୋଇଥିଲେ। ସେ ସଂସ୍କୃତି ଏବଂ ଦେଶପ୍ରେମକୁ ପ୍ରୋତ୍ସାହିତ କରି ଅନେକ ଓଡ଼ିଆ ନାଟକ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ। ତାଙ୍କର ପ୍ରସିଦ୍ଧ ନାଟକଗୁଡ଼ିକ ମଧ୍ୟରେ ପ୍ରତିମା, ଭାରତୀ ମାତା ଏବଂ ସାବିତ୍ରୀ ଅନ୍ତର୍ଭୁକ୍ତ। ସେ ଓଡ଼ିଶୀ ସଙ୍ଗୀତ ଶୈଳୀରେ ଦେଶାତ୍ମବୋଧକ ଏବଂ ଭକ୍ତି ଗୀତ ମଧ୍ୟ ରଚନା କରିଥିଲେ। ଆଧୁନିକ ଓଡ଼ିଆ ରଙ୍ଗମଞ୍ଚର ବିକାଶରେ କାଳୀଚରଣ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସମୟରେ ସେ ଲୋକମାନଙ୍କୁ ପ୍ରେରଣା ଦେବା ପାଇଁ ତାଙ୍କ କଳା ବ୍ୟବହାର କରିଥିଲେ। ସେ ଓଡ଼ିଶୀ ସଙ୍ଗୀତ, ନୃତ୍ୟ ଏବଂ ପାରମ୍ପରିକ ଲୋକକଳା ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। କାଳୀଚରଣ ପଟ୍ଟନାୟକ ଓଡ଼ିଆ ଜୀବନ ଏବଂ ସଂସ୍କୃତିକୁ ପ୍ରତିଫଳିତ କରୁଥିବା କବିତା, କାହାଣୀ ଏବଂ ପ୍ରବନ୍ଧ ଲେଖିଥିଲେ। ସେ କଟକର ଅଲ୍ ଇଣ୍ଡିଆ ରେଡିଓରେ କାର୍ଯ୍ୟ କରିଥିଲେ ଏବଂ ଓଡ଼ିଆ ସଙ୍ଗୀତ ଏବଂ ନାଟକକୁ ପ୍ରୋତ୍ସାହିତ କରିଥିଲେ। ତାଙ୍କର ଅବଦାନ ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ ପ୍ରତି ଆଗ୍ରହକୁ ପୁନର୍ଜୀବିତ କରିବାରେ ସାହାଯ୍ୟ କରିଥିଲା। ତାଙ୍କର ମହାନ କାର୍ଯ୍ୟ ପାଇଁ ତାଙ୍କୁ କବିଚନ୍ଦ୍ର ଉପାଧିରେ ସମ୍ମାନିତ କରାଯାଇଥିଲା, ଯାହାର ଅର୍ଥ କବିମାନଙ୍କ ମଧ୍ୟରେ ଚନ୍ଦ୍ର। ସେ ବିଶ୍ୱାସ କରୁଥିଲେ ଯେ କଳା ଏବଂ ସାହିତ୍ୟ ସମାଜକୁ ଉନ୍ନତ କରିବା ଏବଂ ଜ୍ଞାନ ପ୍ରସାର କରିବା ଉଚିତ। କାଳୀଚରଣଙ୍କ ଲେଖା ପ୍ରାୟତଃ ସାମାଜିକ ବିଷୟବସ୍ତୁକୁ ସାଂସ୍କୃତିକ ଗର୍ବ ସହିତ ମିଶ୍ରଣ କରିଥିଲା। ତାଙ୍କର କୃତି ଓଡ଼ିଶାର ଆଧୁନିକ ଲେଖକ ଏବଂ କଳାକାରମାନଙ୍କୁ ପ୍ରେରଣା ଦେଇ ଚାଲିଛି। ତାଙ୍କର ଏକ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଛାଡ଼ି ସେ 7 ଏପ୍ରିଲ 1970ରେ ଦେହତ୍ୟାଗ କରିଥିଲେ। କାଳୀଚରଣ ପଟ୍ଟନାୟକଙ୍କୁ ଓଡ଼ିଶାର ଜଣେ ମହାନ ସାଂସ୍କୃତିକ ପ୍ରତୀକ ଭାବରେ ମନେ ରଖାଯାଏ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଭିଡ଼ିଓଟିକୁ ଲାଇକ୍ କରିଦେବ, ନଚେତ୍ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା